ଗୋଟେ ସଫଳତା ପାଇଛନ୍ତି ସଫଳତା ପାଇଁ କାହାକୁ ଧନ୍ୟବାଦ ଦେବେ? ସାର୍ ସଫଳତା ମୁଁ ଯେମିତି ପୂର୍ବରୁ କହିଲି ସଫଳତା ଖାଲି ମୋର ନୁହଁ ମୋର ପଛରେ ଯେତିକି ମୋ ଫ୍ୟାମିଲି ମେମ୍ବର ଠିଆ ହେଇଛନ୍ତି ସମସ୍ତଙ୍କର ଆଉ ମୋ ପ୍ୟାରେଣ୍ଟସ୍ ମାନଙ୍କର ମାନେ ମୋ ସାଙ୍ଗଙ୍କର ମୋ ଗୁରୁଙ୍କର ମୋର ନିଜର ଭଗବାନଙ୍କର ସମସ୍ତଙ୍କର ଏଇଟା ଗୋଟେ ମାନେ ମିଳିତ ମୁଁ କହିବି କି ଏଇଟା ଗୋଟେ ସକ୍ସେସ୍ ଖାଲି ମୋର ଏକା ନୁହଁ କି ମାନେ ସେମିତି ନାହିଁ ମୁଁ ସମସ୍ତଙ୍କୁ ଏଇଟା ମୋ ସଫଳତାର ଶ୍ରେୟ ଦେବି କାରଣ ସେମାନେ ମୋତେ 3 ବର୍ଷ 3.5 ବର୍ଷ ପର୍ଯ୍ୟନ୍ତ ମୋତେ ଭରସା କରିକି ବାହାରେ ଛାଡ଼ିଥିଲେ ମୁଁ ପଢ଼ିଲି ଆଉ ସେମାନେ ମୋତେ ସେତିକି ଭରସା କରିଛନ୍ତି ସେଇଟା ବହୁତ ବଡ଼ ଜିନିଷ ଆମର ଗୋଟେ ସୋସାଇଟିରେ ଆମେ ମାନେ ଯେତେବେଳେ ଆମେ ଝିଅକୁ ଦେଖୁଛୁ ମାନେ ସେତେବେଳେ ଆମେ ଭାବିବୁ ହଁ ସିଏ ମାନେ ଖାଲି ଚୁଲି ରହିବ ମାନେ ରୋଷେଇ ଘରେ ରହିବ କିନ୍ତୁ ସେଇଟା ଏବେ ଜାଣିବାର ସମୟ କି ମାନେ ଝିଅମାନେ ଆମର ସ୍ପେସ୍କୁ ଗଲେଣି ତ ଆମେ ତାଙ୍କୁ କ'ଣ ଚୁଲି ମାନେ ରୋଷେଇ ଘରେ କାହିଁକି ସୀମିତ କରିକି ରଖିବା ସବୁ ଦିଗରେ ଆମେ ତାକୁ ଛାଡ଼ିବା ଦରକାର ବିକଜ ଆମେ ଜାଣିଛୁ କି ମାନେ ଗୋଟେ ଯେତେବେଳେ ସ୍ତ୍ରୀ ଗୋଟେ ମହିଳା ଯେତେବେଳେ ପଢ଼େ ପାଠ ପଢ଼େ ଶିକ୍ଷିତ ହୁଏ ସେ ତା ପରିବାରକୁ ଶିକ୍ଷିତ କରିପାରେ ଆଉ ସେଇଠୁ ତାଙ୍କ ପିଢ଼ି ଯେଉଁ ଆଗାମୀ ପିଢ଼ି ସେଇଟା ବହୁତ ମାନେ ବହୁତ ଡେଭଲପ୍ ହେଇଥାଏ ସଫଳତା କରିବା ପାଇଁ ହେଲେ ପ୍ରେରଣା ପାଇଁ କେତେ ପରିଶ୍ରମ କରିବାକୁ ପଡ଼ିଥିଲା ଆଉ ଆପଣଙ୍କ ଯେଉଁ ଅନୁଗାମୀ ମାନଙ୍କୁ ସେମାନଙ୍କୁ କ'ଣ କରିବାକୁ ଚାହିଁବେ? ସାର୍ ମାନେ ମୁଁ ତ ଏମିତି ଲାଇବ୍ରେରୀରେ ପାଠ ପଢ଼େ ତ ମୋର ଡେଲି ଟାର୍ଗେଟ୍ ମାନେ ମୁଁ 8 ରୁ 10 ଆୱାର୍ସ ପଢ଼େ କାହା ପାଇଁ କେତିକି ମାନେ କାହାର ଏଫିସିଏନ୍ସି କେତେ ମାନେ କି 5 ଘଣ୍ଟାରେ ପଢ଼ିପାରିବ କି 7 ଘଣ୍ଟାରେ ପଢ଼ିପାରିବ କି ମାନେ କି 10 ଘଣ୍ଟାରେ ପଢ଼ିପାରିବ ସେମିତି କିଛି ନାହିଁ ଯେହେତୁ ମୁଁ ମାନେ ଆଇଡ଼ିଆଲି ଏମିତି ବସିବାକୁ ମୋତେ ଭଲ ଲାଗେ ବସିକି ମୁଁ ଏମିତି ଦିନ ଯାକ ଏମିତି ବସିପାରେ ମୋର କିଛି ପ୍ରୋବ୍ଲେମ୍ ନାହିଁ ଏଇ ଯେଉଁ ପାଇବାର ଆପଣ କାହାକୁ ଶ୍ରେୟ ଦେବେ ପ୍ରକୃତରେ ଆପଣ କାହାକୁ ଶ୍ରେୟ ଦେବେ ବାପା ମାଙ୍କ ସହିତ ଆଉ କାହାକୁ ଦେବେ? ବାପା ମାଙ୍କ ସହିତ ମୋ ପୁରା ପରିବାରକୁ ଦେବାକୁ ଚାହୁଁଛି ଆଉ ଗାଁ ଲୋକ ଏତେ ଖୁସି ଅଛନ୍ତି ମୋତେ ଏତେ ବହୁତ ଖୁସି ଲାଗୁଛି ମୋତେ ଲାଗୁଛି ଏଇଟା ମୋର ସକ୍ସେସ୍ ନୁହଁ ପୁରା ଆମ ଗାଁର ସକ୍ସେସ୍ ଆଉ ହେଲା ମାନେ ମୁଁ ଚାହେଁ ସବୁବେଳେ କି ଗୋଟେ ଏକ୍ଜାମ୍ପଲ୍ ମାନେ ସବୁବେଳେ ରହୁ କି ମାନେ କିଏ ଗୋଟେ ମାନେ ମହିଳା କି ଆମର ୱିମେନ୍ କିଏ ବାହାରକୁ ଯାଉ ମାନେ ସେମାନେ ସବୁ ସେକ୍ଟରରେ କଣ୍ଟ୍ରିବ୍ୟୁଟ୍ କରନ୍ତୁ ମାନେ ଗ୍ରୋଥରେ ଆମର ଇଣ୍ଡିଆର ମାନେ ଆମ ଦେଶରେ ଗ୍ରୋଥରେ ସେମାନେ କଣ୍ଟ୍ରିବ୍ୟୁସନ୍ କରନ୍ତୁ ସେଇଟା ଗୋଟେ ବହୁତ ବଡ଼ ଜିନିଷ ଆକ୍ଚୁଆଲି ଆପଣଙ୍କ ରାଜନୀତି ପିରିୟଡ଼ ଭିତରେ ଆଜି ଜଣେ ପ୍ରଶାସନିକ ଅଧିକାରୀ ପଞ୍ଚାୟତ ପାଇଲା ଆଜି ଆପଣ କ'ଣ କହିବେ ସରପଞ୍ଚ ହିସାବରେ କ'ଣ ବାର୍ତ୍ତା? ମୁଁ ଏ କଲେଜ ପଞ୍ଚାୟତର ସରପଞ୍ଚ ହିସାବରେ ମୁଁ ଏତିକି କହୁଛି ଆମ ପଞ୍ଚାୟତ ପାଇଁ ଏଇଟା ପ୍ରଥମ ଗର୍ବ ଗୌରବ ଆଉ ଆମର ଏ ବଳଭଦ୍ରପୁର ମାଟିର ଗର୍ବ ଗୌରବ କାରଣ ଏଇ ମାଟି ଲଢ଼ୁଆ ମାଟି ଏବଂ ଯାହାକି ଆମେ ଏତେ ଗର୍ବିତ ଏତେ ଖୁସି ଯେ ଆମ ମାଟିର ଝିଅ ଜଣେ ଓଏସ୍ ପାଇଛି ଭବିଷ୍ୟତରେ କିଏ ପାଇବେ କି ନାହିଁ ସେଟା ଅଲଗା କଥା କିନ୍ତୁ ଆମେ ବହୁତ ଦିନ ଧରେ ଆମେ ଗୋଟେ ଆଶା ପୂରଣ ହେଇଛି ଏବଂ ଏ ମାଟି ବଳଦପୁର ମାଟି ଏ ପଞ୍ଚାୟତ ଆଜି ପବିତ୍ର ହୋଇଛି ବିଶେଷ କରି ଏଇ ଯେଉଁ ପରିବାରର ଯେ ଆମର ନାତୁଣୀ ଆମର ସ୍ୱର୍ଗତ ହୃଦାନନ୍ଦ ରାଉତଙ୍କର ଆଶୀର୍ବାଦ ରହିଛି ଏ ପରିବାର ପ୍ରତି ଏବଂ ତା ପ୍ରତି ଏବଂ ଆମମାନଙ୍କର ଆଶୀର୍ବାଦ ରହିଛି ସେ ଭବିଷ୍ୟତରେ ଉତ୍ତରତର ଉନ୍ନତି କରୁ ଓଏସ୍ ପରେ ଆଏସ୍ ବି ଦେଉ ଏବଂ ଏ ମାଟି ଏ ଗାଁର ଉନ୍ନତି ହେଉ ଏବଂ ସମସ୍ତଙ୍କର ଆଶୀର୍ବାଦ ତାପରେ ରହିଯାଇଛି। ମୁଁ ଶ୍ରୀ ବାବୁଲା ରାଉତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସୁସ୍ଥି ଦୀପା ରାଉତର ସାନ ଜେଜେ। କ'ଣ କହିବେ ସୁସ୍ଥି ଦୀପା ଯେଉଁ ଆଜି ଆଇଏସ୍ ପାଇଲା ଦେଶର ରାଜ୍ୟର 34ତମ ର୍ୟାଙ୍କରେ ଅଛି ଏ ବାବଦରେ କ'ଣ କହିବେ? ଆଜି ସୁସ୍ଥି ଦୀପା ଯେଉଁ ପୋଜିସନ୍କୁ ଯାଇଛି ତା ଜେଜେଙ୍କର ପ୍ରେରଣା ଆଉ ତା ବାପା ପ୍ରକାଶ ରାଉତ ଯେଉଁ ଡିଟରମିନେସନ୍ ଏବଂ ଉଚ୍ଚ ମନା ତା ବାପାକୁ ଆଜି ତା ଝିଅର ସଫଳତାକୁ ପ୍ରଦାନ କରିଛି। ଆଗକୁ ସୁସ୍ଥି ଦୀପାର ଗୋଟେ ବଡ଼ ଭବିଷ୍ୟତ ପଡ଼ିଛି ନିଶ୍ଚିତ ଭବିଷ୍ୟତ ବାବଦରେ କ'ଣ କହିବେ ଏଥିପାଇଁ କେଉଁଠୁ ପ୍ରେରଣା ପାଇଲେ ସ୍ୱାତି ଦୀପା? ସ୍ୱାତି ଦୀପା ପ୍ରଥମ ପ୍ରେରଣା ତାଙ୍କ ଜେଜେଙ୍କ କତିରୁ ଶିଖିଥିଲେ ହୃଦାନନ୍ଦ ରାଉତଙ୍କ ଠାରୁ ସେ ସେବା ସ୍ୱାଧୀନ ସଂଗ୍ରାମୀ ସେବା ପାଇଁ ତାଙ୍କ ସେବାର ଠିକ୍ ପ୍ରତିଫଳିତ କରିବା ପାଇଁ ତାଙ୍କ ନାତୁଣୀ ଠିକ୍ ପୋଷ୍ଟ ପାଇଛି ଆଜି ଲୋକମାନଙ୍କ ସେବା କରିବା ସୁଯୋଗ ପାଇଛି। ସ୍ୱାତି ଦୀପା ଯେଉଁ ପୋଷ୍ଟ ପାଇଛି ସେଥିପାଇଁ କାହାକୁ ଶ୍ରେୟ ଦେବ ପ୍ରକୃତ? ତା ଜେଜେଙ୍କର ପ୍ରେରଣା ଏବଂ ତା ବାପାକୁ ବେଶୀ ଶ୍ରେୟ ଦେବି ତା ବାପାର ଯେଉଁ ଦୃଢ଼ ମନ ନିଶ୍ଚିତ ମଧ୍ୟ ପାଇବ ଅଭାବ ମଧ୍ୟରେ ଥିଲେ ମଧ୍ୟ ତା ମନର ଦୃଢ଼ତା ଥିଲା ତା ଝିଅ ଆଜି ସକ୍ସେସ୍ ହେଇଛି। ଅଞ୍ଚଳ ପାଇଁ ଗୋଟେ ଗୌରବ ଏବଂ ଖୁସିର ଦିବସ ଆଜି କହିଲେ ନ ଚଳେ ଏ ତ ଅଞ୍ଚଳ ପାଇଁ ପରିବାର ଏବଂ ଅଞ୍ଚଳ ପାଇଁ ଗୌରବ ଆଜି ପଞ୍ଚାୟତବାସୀ ଯେଉଁ ସ୍ୱାଗତ ଜଣାଇଛନ୍ତି ତାଙ୍କ ପାଖରେ ଆମେ ସବୁ କୃତଜ୍ଞ। ଆପଣ ପରିଚୟ? ପ୍ରକାଶ ଚନ୍ଦ୍ର ରାଉତ। କ'ଣ କହିବା ଆପଣଙ୍କର ସଫଳତାର କେତେ ଖୁସି ଅଛନ୍ତି? ବହୁତ ସେ ବାପାଙ୍କର ବରଦାନ ଆଉ ତାଙ୍କ ସାର୍ ଯିଏ ଦୀପକ ସାର୍ ବହୁତ ସାହାଯ୍ୟ କରୁଛନ୍ତି ମାନେ ପଇସା ପତ୍ର କମ୍ପ୍ରମାଇଜ୍ ଏଭ୍ରିଥିଙ୍ଗ
ଦେଖା ସେ ବହୁତ ପରିଶ୍ରମ କରୁଛି ତା ପରିଶ୍ରମ ଫଳ ସେ ପାଇଛି। କ'ଣ କହିବା ଆଉ କ'ଣ କହିବାକୁ ଚାହୁଁଛନ୍ତି ପ୍ରଶାସନିକ ଅଧିକାରୀ ଝିଅ ଯେତେବେଳେ ହେଲେ ସମାଜ ପ୍ରଶାସନରେ ସମାଜକୁ କି ବାର୍ତ୍ତା ଦେବେ କ'ଣ କହିବେ ଗାର୍ଡ଼ିଆନ୍? ନା ସେ ତ ଗୋଟେ ଭଲ ସଫଳ ଅଧିକାରୀ ହେବ କାହିଁକିନା ତାର ସବୁ ତାର ଭିଡ଼ିଓ ମୁଁ ଦେଖିଛି ତାଙ୍କର ଯଦି ସେ ଯେତେ ହେଉଥିଲା ତାଙ୍କର ମୋକ୍ ଟେଷ୍ଟ ସବୁ ଆଏସ୍ ମାନେ କ୍ୱେଶ୍ଚନ୍ କରୁଥିଲେ ବହୁତ ସୁନ୍ଦର ଭାବରେ ସବୁ ଆନ୍ସର୍ ଦେଇଛି। ଆଉ ମାନେ ତା ଜେଜେଙ୍କୁ ସେ ପୁରା ଫଲୋ କରୁଛି ସୋସିଆଲ ୱାର୍କ ପାଇଁ। ଆଉ ସେ ସଫଳତା ପଛରେ କାହାକୁ ପୁରା ପରିବାର ଲୋକ ଆଉ ବିଶେଷ କରିକି ତା ନିଜର ମେହନତ